ନିଅ ପାଣି ନିଅ, ପାଣି ଟିକେ ପିଇ ଦିଅ। ନମସ୍କାର ଦର୍ଶକ ବନ୍ଧୁ, ଆମ ବଗିଚାରେ ଆଜି ନୂଆ ଅତିଥି ମନୋଜ ଦାସ, ବାଲିପୁଟ ପୁରୀ। କିଏ କିଏ ଆପଣମାନେ ଜାଣିଥିବେ, କାହା ପାଇଁ ମନୋଜ ନୂଆ। 2010 ମସିହାରେ ଗ୍ରାମ ସ୍ୱରାଜ ଅଭିଯାନ କ୍ୟାମ୍ପେନ୍ରେ ଆମେ ଜଗଦୀଶ ସାର୍ଙ୍କ ଟିମ୍ରେ କାମ କରୁଥିଲୁ। ଆହୁରି ଅନେକ ପିଲା ଥିଲେ, ମନୋଜ ମୁଁ। ମନୋଜ ଜଣେ ଭଲ ରାଇଟର ଏବଂ ଆଜି ଆମ ବଗିଚାକୁ ବୁଲିବାକୁ ଆସିଲେ। 15 ଦିନ ହେଲା ଆସିବେ ଟାଇମ୍ ହେଉନଥିଲା। ବହୁତ ଦିନ ପରେ ଆଜି ଆସିଲେ, ବିଜୁଳି ସରିଆ ଅବସ୍ଥାରେ ଆସିଲେ ବୁଲିବା ପାଇଁ, ତେଣୁ ଖୁସି ଲାଗିଲା। ଆଉ ମନୋଜଙ୍କର ପରିଚୟ ମୁଁ ଆଉ ଥରେ କରିଦେଉଛି। ମନୋଜ ଏଜୁକେସନ୍ ଫିଲ୍ଡରେ କାମ କରୁଛନ୍ତି, ନିଜେ ଗୋଟେ ସ୍କୁଲ କରିଛନ୍ତି ବାଲିପୁଟ ଭଳିଆ ଗାଁରେ, ଇଂଲିଶ ମିଡ଼ିୟମ୍ ସ୍କୁଲ, ଯେଉଁଟା ଗୋଟେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଗାଁ ଜାଗାରେ ଏତେ ବଡ଼ ସ୍କୁଲ, ଜାଭିୟର କିଡ୍ସ ଦ ଅଲ୍ଟିମେଟ୍ ସ୍କୁଲ। ତ ପରିଚୟ ତ କରେଇଦେଲି। ମନୋଜକୁ ପଚାରି ଆମ ବଗିଚା କେମିତି ଲାଗିଲା। ମନୋଜ, ଆମ ବଗିଚା କେମିତି ଲାଗିଲା? ବଗିଚା କେବଳ ଯିଏ ଦେଖିବ ସିଏ ଜାଣିବ। ଆଉ ଆପଣମାନେ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି, ଏଇଠି ଆଖି ଆଗରେ ଚାଉଳିଆ ଗଛ ତଳରେ ଆମେ ବସିଛୁ। ଆଉ ଗଛରୁ ତୋଳିକି ମଧ୍ୟ ଚାଉଳିଆ ଖାଉଛୁ। ଆଉ ଚାରିପଟରେ ଅନେକ ପ୍ରକାରର ଗଛ ଅଛି। ଏତେ ସୁନ୍ଦର ଗୋଟେ ସହରର ତଳେ ଏତେ ସୁନ୍ଦର ଆଉ ପରିବେଶ, ଆଉ ଏତେ ଭଲ ଜାଗା କେବଳ ଜଣେ ଦେଖିବା ଲୋକ ହିଁ ଜାଣିପାରିବ। ଆପଣମାନେ ଦେଖିଲେ ଜାଣିପାରିବେ ଏବଂ ଏବେ ଭିଡ଼ିଓରୁ ଯେତିକି ଦେଖୁଥିବେ ଅନୁଭବ କରିପାରୁଥିବେ। ଆମ ପଡ଼କାଷ୍ଟ ଆଜ୍ଞା ଅଲଗା ପ୍ରକାର, ସବୁ ପ୍ରଫେସନାଲ ସେଟଅପ୍ରେ ପଡ଼କାଷ୍ଟ। ଆମର ଘାସ ଉପରେ ବସିକି ପଡ଼କାଷ୍ଟ, କିଛି ଅସୁବିଧା ନାହିଁ। ବହୁତ ଦିନ ପରେ ମନୋଜ ଆସିଲେ, ଟିକେ ଦୁଃଖ ସୁଖ ହେବା, ଆପଣମାନଙ୍କୁ ଜଣାଇବା। ମନୋଜ, ଯେଉଁ ସ୍କୁଲ ହେଇଛି ଜାଭିୟର କିଡ୍ସ ଦ ଅଲ୍ଟିମେଟ୍, କ'ଣ ଅବଜେକ୍ଟିଭସ୍ ତାର? ସ୍କୁଲ କରିବା ପୂର୍ବରୁ ମୁଁ ତ ଗୋଟେ ସ୍କୁଲରେ ପଢ଼ିଛି। ସ୍କୁଲର କନସେପ୍ଟ ଯେମିତି ସବୁ ପିଲା ଆସିବେ, ପାଠ ପଢ଼ିବେ, ଯିବେ, ଏଇଟା ଗୋଟେ ନର୍ମାଲି ଥିଲା। ମୁଁ କହିଲି ମୁଁ ଗୋଟେ ଅଲ୍ଟିମେଟ୍ ସ୍କୁଲ କରିବି। ଯେଉଁଟା ଅଲ୍ଟିମେଟ୍ ସ୍କୁଲ କ'ଣ? ଯେଉଁଠି କେବଳ ଶିକ୍ଷା ଦିଆଯିବନି, ଯଦି ବି ଯେଉଁ ଶିକ୍ଷା ବି ଦିଆଯିବ ସେ ମନ ଆଉ ହୃଦୟରୁ ସେ ଶିକ୍ଷା ଦିଆଯିବ, ମାଟିରୁ ଶିକ୍ଷା ଦିଆଯିବ। ମୋର ସ୍କୁଲ ଆଉ ଗୋଟେ ବର୍ତ୍ତମାନ ନାଁ ମୁଁ କରିଛି, ଏଗ୍ରିକଲଚର ଟୁ ଆଷ୍ଟ୍ରୋନୋମି। ଅର୍ଥ କ'ଣ? ପିଲାମାନେ ମାଟିରୁ ତାଙ୍କର ଶିକ୍ଷା ଆରମ୍ଭ କରିବେ। ପ୍ରଥମ କଥା ହେଉଛି ଅଲ୍ଟିମେଟ୍ ସ୍କୁଲ ଯେଉଁ ଜିନିଷଟା ଗାଁରୁ ଆମେ ଛୋଟ ଛୁଆ ଦିନରେ ଆମେ ଭୁଲି ଯାଇଥିଲେ। ଛୋଟ ଛୁଆ ଦିନରେ ଆମେ ଯେଉଁଟା କରୁଥିଲେ କ'ଣ, ସାଇକେଲ ଟାୟାର ବାଡ଼େଇକିରି ଯାଉଥିଲେ, ଗୋଟମାରେ ରଥ ତିଆରି କରୁଥିଲେ, ବରଡ଼ା ପତ୍ରରେ ପେଁକାଳି ତିଆରି କରୁଥିଲେ। ସେଇଟା ଗୋଟେ ଏଜୁକେସନ୍ ସାଙ୍ଗେ ଲିଙ୍କ ଅଛି ବୋଲି ଧୀରେ ଧୀରେ ଆମେ ଜାଣିବାକୁ ପାଇଲୁ। କାହିଁକି ନା ଯେତେବେଳେ ଗୋଟେ ପିଲାଟେ ସାଇକେଲ ଟାୟାର ବାଡ଼େଇକି ଯାଉଛି, ସେଇଟା ହେଉଛି ତାର ବାଲାନ୍ସ ଡେଭଲପମେଣ୍ଟ ହେଉଛି। ପିଲାର ଗୋଟେ ବାଲାନ୍ସ ଡେଭଲପମେଣ୍ଟ ପାଇଁ ସେ ଯେଉଁ ସାଇକେଲ ଟାୟାର ବାଡ଼େଇ ଆମେ ପିଲାଦିନେ ଯାଉ, କି ଗୁଆ ଖୋଡ଼ପା ଭିଡ଼ା ହେଇକିରି ଆସୁ, ଏ ସବୁ ଜିନିଷଟା ଆମେ ସେଠି ପିଲାମାନଙ୍କୁ ଟ୍ରେନିଂ ଦେଉଛୁ। ଯେଉଁଟାକି କେବେ ସବୁଠି ଏଜୁକେସନାଲ ଟଏଜ୍ ଅଛି। ଆମର ସେଠି ପିଲାମାନେ ଯାହା ଆଖି ଆଗରେ ପହଞ୍ଚିଲା ସେଇଟା ହେଉଛି ତାଙ୍କ ପାଇଁ, ସେଇଟା ତାଙ୍କ ପାଇଁ ଟଏଜ୍, ସେଇଟା ତାଙ୍କ ପାଇଁ ଟଏଜ୍। ଆଚ୍ଛା, ଏଇ ଯେଉଁ ଏଗ୍ରିକଲଚର ଟୁ ଆଷ୍ଟ୍ରୋନୋମିର ଯାତ୍ରା, ଏଇଟା କେମିତି କ'ଣ ପସିବଲ୍ ଗାଁରେ? ପ୍ରଥମ କଥା ହେଉଛି ଗାଁରେ ସ୍କୁଲଟି, ଯେଉଁ ସ୍କୁଲକୁ ଆମେ ଦିନେ ବାହାରେ ଗଲେ, କେଉଁଠି ଯଦି କେବେ ବାହାରକୁ ସହରକୁ ଯାଉଥିଲୁ, କି ଗୋଟେ ବାହାରେ ଗୋଟେ ବଡ଼ ବିଲ୍ଡିଂଟେ ଦେଖିଦେଉଥିଲୁ, ଏଇଟା ଦେଖିଦେଉଥିଲୁ, ଆମକୁ ଲାଗୁଥିଲା ଏମିତିଆ ଗୋଟେ ସ୍କୁଲଟେ ଅଛି। କାରଣ ଆମେ ଯେଉଁ ସ୍କୁଲରେ ପଢ଼ୁଥିଲୁ ସେତେବେଳେ ଝୁପୁଡ଼ି ଚାଳଘର ଏଇଭଳିଆ ସ୍କୁଲ ଥିଲା ଆମ ଆଖି ଆଗରେ ସ୍କୁଲର ଚିତ୍ରଟା। କିନ୍ତୁ ଗାଁରେ ଗୋଟେ ସେଇଭଳିଆ ସ୍କୁଲର ପରିକଳ୍ପନା ମୁଁ କଲି। କିନ୍ତୁ ଯଦି ବା ବଡ଼ ବିଲ୍ଡିଂ ହେଉ, ଭଲ ହେଉ, ଖେଳ ଜିନିଷ ହେଉ, ସବୁ ରହିଲା, ଯେ ମୁଁ କହିଲି ଗାଁରେ ଗୋଟେ ପିଲାଟା ଯଦି ଗାଁରେ ରହିକିରି ଗାଁକୁ ଭଲ ନ ପାଇବ, ଗାଁକୁ ନ ଜାଣିବ, ଗାଁଟାକୁ ଜାଣିବା ପାଇଁ ପ୍ରଥମେ କ'ଣ, ମାଟିକି ଚିହ୍ନିବା ଦରକାର। ମାଟି ଦେହରୁ କ'ଣ, ସେଇ ସ୍କୁଲ ଭିତରେ ଯେମିତି ଏଠି ଗୋଟେ ବଗିଚା ହେଇଛି, ସେଠି ମଧ୍ୟ ପିଲାମାନେ ଗଛଟା କେମିତି ହେଉଛି, ଗଛଟା କେମିତି ଲାଗୁଛି, ଗଛଟା କେମିତି ବଢ଼ୁଛି, ତାର ଆରମ୍ଭରୁ ଶିକ୍ଷା ପାଇବେ, ସେ ବ୍ୟବସ୍ଥା ସେଠି କରାଯାଇଛି। ଧୀରେ ଧୀରେ ସେ ବ୍ୟବସ୍ଥାରୁ କେମିତି ଗଛରେ, ଆଗ କାଳରେ କେମିତି ଗଛକୁ ପାଣି ମଡ଼ା ହେଉଥିଲା, ତେଣ୍ଡା ସାହାଯ୍ୟରେ ମଡ଼ା ହେଉଥିଲା, ଏବେ ବର୍ତ୍ତମାନ ପାଣି ମଟର ସାହାଯ୍ୟରେ ମଡ଼ା ହେଉଛି। ସେତେବେଳେ ଶଗଡ଼ରେ ଲୋକମାନେ ଯାଉଥିଲେ, ଏବେ ଟ୍ରାକ୍ଟରରେ ଯାଉଛନ୍ତି। ଏ ସବୁ ଜିନିଷର କମ୍ପାରିଜନ୍, ସବୁ ଜିନିଷଟା ପିଲା ଦେଖିବେ ପୁରା ମାଟିରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ। ଆକାଶ ଉପରେ ଗୋଟେ ପିଲାମାନଙ୍କର ଗୋଟେ ଯେମିତିକି ସୋଲାର ମଡ଼େଲ ହେଉ, ସେମାନେ ଦେଖୁଛନ୍ତି, ମାନେ ଆକାଶଟାକୁ ସେମାନେ ଅନୁଭବ କରିପାରିବେ ଯେ ସେମାନେ ଏମିତି ନର୍ମାଲି ମାଟିକି ଦେଖିଲେ, ଉପରେ ଆକାଶକୁ ଦେଖିଲେ।
ଆଉ ପ୍ରତ୍ୟେକ ତା ମଧ୍ୟରେ ଯୋଉ ଯୋଉ ଜିନିଷ ଆସିଲା ହୁଁ। ସେ ସବୁ ଜିନିଷର ଟିକେ ଟିକେ ଝଲକ ସେଠି ପାଇବାର ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥା କରାଯାଇଛି। ଦର୍ଶକ ବନ୍ଧୁ ମୁଁ ଆଉ ଗୋଟେ କଥା କହିଚାଲେ, ମନୋଜ ଗୋଟେ ବହି ଲେଖିଛନ୍ତି ପିଲାଙ୍କୁ କେମିତି ଗଢ଼ିବା, ବହୁତ ପପୁଲାର ବହି, ସବୁ ଗାର୍ଡ଼ିଆନ୍ ମାନେ ନେଉଛନ୍ତି। ମନୋଜ ସେ ବହି ବିଷୟରେ ଦିଦାଡ଼ି କୁହ, କ'ଣ ସେ ବହିର ଆବଶ୍ୟକତା ପଡ଼ିଲା, ସେ ବହିର ଇମ୍ପାକ୍ଟ କ'ଣ? ଆମେ ସମସ୍ତେ ଯେତେବେଳେ ଛୁଆଟିଏ ଜନ୍ମ ହୋଇଯାଏ ଆମର ସାଙ୍ଗେ ସାଙ୍ଗେ ମନକୁ ଆସିଯାଏ ଯେ ଆମେ ଛୁଆକୁ କେମିତି ତା ପାଇଁ କ'ଣ କରିବା, କେଉଁଠି ବ୍ୟାଙ୍କ ବାଲାନ୍ସ ରଖିବା, ତାକୁ କେଉଁ ସ୍କୁଲରେ ପଢ଼େଇବା, ତାକୁ ଡାକ୍ତର କରିବା, ଇଞ୍ଜିନିୟର କରିବା। ତେଣୁ ସେ ଜିନିଷଟା ଭିତରେ ଆମ ଭିତରେ ଏତେ କମ୍ପିଟିସନ୍ ଆସିଯାଉଛି, ଆମେ ତା ଶୈଶବକୁ ଗୋଟେ କ'ଣ ସେଥିପାଇଁ ଆଜି କ'ଣ ଚାରିପଟରେ ବିଭିନ୍ନ ପ୍ରକାର ପ୍ଲେ ସ୍କୁଲ, ଚାଇଲ୍ଡ ଡେଭଲପମେଣ୍ଟ ସେଣ୍ଟର, ଏସି ରୁମ୍, ଏସିରେ ଗାଡ଼ିରେ ପିଲା ଯିବ, ଏସି କ୍ଲାସ୍ ରୁମ୍ରେ ବସିବ, ଯେଉଁ ପ୍ରକାର ବାତାବରଣ ସବୁ ଆଜିକାଲି ତିଆରି, ଯେଉଁ ପ୍ରକାର କମ୍ପିଟିସନ୍ ତିଆରି ହେଉଛି, ଆମେ କେଉଁଠି ନା କେଉଁଠି ମୋତେ ଲାଗେ ଯେ ଆମେ ତା'ର ଛୁଆବେଳଟାକୁ ବିକି ଦେଉଛୁ। ଯେମିତି ମୁଁ ପୂର୍ବରୁ ବି କହୁଥିଲି, ଯେଉଁ ଜିନିଷଟା ଆମ ଛୁଆବେଳରେ ଆମେ ଜାଣିନଥିଲେ ଖେଳୁଥିଲେ, ଯେମିତିକି ନଡ଼ିଆ ସଢ଼େଇକି ରଖିକିରି ଆମେ ବାସ୍କେଟବଲ୍ ଖେଳୁଥିଲୁ। ତେଣୁ ସେଇ ଭଳିଆ ବର୍ତ୍ତମାନ ହଜାର ହଜାର ପ୍ରକାର ଖେଳ ଅଛି। ଆମେମାନେ ଆମ ଅଞ୍ଚଳରେ କିଛି ଖେଳ ଖେଳୁଛୁ, କେଉଁମାନେ କୋରାପୁଟ ଅଞ୍ଚଳରେ ଥିବେ ସେମାନେ ସେ ଜାଗାରେ ସେ ପ୍ରକାର ଖେଳ ଖେଳୁଛନ୍ତି, କେଉଁମାନେ ଗଞ୍ଜାମ ଅଞ୍ଚଳରେ ଥିବେ ତାଙ୍କ ଅଞ୍ଚଳରେ କିଛି ଲୋକାଲ ଖେଳ ଥିବ, ଆମେମାନେ ଖେଳିଥିଲୁ, ପିଲାମାନେ ସେଗୁଡ଼ା ମାନେ ଦେଖିବାକୁ ପାଉନାହାନ୍ତି। ତେଣୁ ଆମକୁ ବର୍ତ୍ତମାନ କ'ଣ କରିବାକୁ ପଡ଼ିବ, ଆମେ କ'ଣ ସେଇ ଜିନିଷ କଲାବେଳକୁ ଘରେ ଆମକୁ କାନ ଧରି ଭିଡ଼ିକି ଆଣୁଥିଲେ, ଏବେ ଆମ ପିଲାଙ୍କୁ ଠେଲୁଛୁ, ପିଲା ଯାଉନାହାନ୍ତି ଖେଳିବା ପାଇଁ। ତେଣୁ ଆମକୁ ବର୍ତ୍ତମାନ ଭାବିବାକୁ ପଡ଼ିବ ଯେ ଆମେ ଯେଉଁ ଜିନିଷଟା ଖେଳୁଥିଲେ ସେଇଟା ପାଠ, କାରଣ ଆମକୁ ନେଚର ହିଁ ଆମେ ପୋଖରୀରେ ପହଁରୁଥିଲୁ, ଆମେ ଯାହା କରୁଥିଲୁ ଆମକୁ ନେଚର ଯେତିକି ଆମକୁ ମିଳୁଥିଲା ଆମେ ଅଟୋମେଟିକାଲି କରୁଥିଲୁ। କେହି ଆମକୁ ଧୀରେ ଧୀରେ ନେଚର ନା ପ୍ଲେ ସ୍କୁଲ ଥିଲା ନା ଇଏ ଥିଲା, କିଛି ନଥିଲା। ତେଣୁ ଆମେ ବର୍ତ୍ତମାନ ସେଇ ବହିଟାରେ ମୁଁ କିଛି କହିବାକୁ ଚାହେଁ ଯେ ଆମେ ଡାକ୍ତର ଇଞ୍ଜିନିୟର ଗଢ଼ିବା ପୂର୍ବରୁ ଗୋଟେ ମଣିଷଟେ ପିଲାକୁ କେମିତି ଗଢ଼ିବା। ତେଣୁ ମଣିଷଟେ ଗଢ଼ିବା ପାଇଁ କ'ଣ ହେବାକୁ ପଡ଼ିବ, ପ୍ରଥମେ ଆମକୁ ମଣିଷ, କାରଣ ଗୋଟେ ମଣିଷଟେ ହିଁ ଗୋଟେ ମଣିଷଟାକୁ ତିଆରି କରିପାରିବ। କାରଣ ମେସିନ୍ କେବେ ମଣିଷ ତିଆରି, ଆମେ ବର୍ତ୍ତମାନ ମେସିନ୍ ହେଇଗଲୁଣି, ସକାଳ 6ରୁ ଉଠିକିରି ରାତି 12 ପର୍ଯ୍ୟନ୍ତ ଆମର କାମ, ଆମେ ଗୋଟେ ମେସିନ୍, ଆମେ ଆଉ ମଣିଷ ଅବସ୍ଥାରେ ନାହୁଁ। ପ୍ରଥମେ ଆମକୁ ମଣିଷ ହେବାକୁ ପଡ଼ିବ। ତେଣୁ ମଣିଷ ହେବା ପାଇଁ କ'ଣ କ'ଣ ଦରକାର, ପ୍ରଥମେ ଆମେ ମଣିଷ ହେବା, ତାପରେ ପିଲାଟାକୁ ମଣିଷ ଭାବରେ ଗଢ଼ି ତୋଳିବା। ସେଇଭଳି ଭାବରେ ବହିଟି ଆପଣମାନେ ପାଇଲେ, ସେଥିରୁ ବିଭିନ୍ନ ପ୍ରକାର କଥା ଅଛି। ଆଶା କରୁଛୁ ଏ ବହିଟି ପିଲାଙ୍କୁ ଗଢ଼ିବା ପାଇଁ ସାହାଯ୍ୟ କରିବ। ଦର୍ଶକ ବନ୍ଧୁ, ମନୋଜ ଗୋଟେ ପତ୍ରିକା ବାହାର କରୁଥିଲେ ଗାଁ କଥା, ବହୁତ ଚେଷ୍ଟା କରୁଥିଲୁ, ସେତେବେଳେ ତ ପଇସା ନଥିଲା। ମୁଁ ଆଜି କହୁଛି ଆପଣଙ୍କୁ 15-16 ବର୍ଷ ତଳ କଥା, ଯେତେବେଳେ ଗ୍ରାମ ସ୍ୱରାଜ ଅଭିଯାନରେ ଆମେ ଗାଁ ଗାଁ ବୁଲୁଥିଲୁ, ଜଗଦୀଶ ସାର୍ଙ୍କ ନେତୃତ୍ୱରେ ସବୁ କାର୍ଯ୍ୟକ୍ରମ ଚାଲିଥିଲା। ବିଭିନ୍ନ ଗାଁରେ ଆମେ ଯାଇକି ସବୁ ମାଇକ୍ରୋ ପ୍ଲାନିଂ କରୁଥିଲୁ, ବହୁତ ସାରା ଆମେ ଗାଁ ବୁଲିଛୁ। ଏମିତିକି ସବୁ ମଡ଼େଲ ଭିଲେଜ୍ ବି ଆମେ କୁବୁରେ ବଜାର ଭଳିଆ ଗାଁ, ମନୋଜ ମୁଁ ସମସ୍ତେ ଗୋଟେ ଟିମ୍ ସାରା ଯାଇଥିଲୁ। ମନୋଜ, ସେ ଯେଉଁ ଆମେ ଗାଁ ଗାଁ ବୁଲିଲେ ସେ ସବୁ ଇମ୍ପାକ୍ଟ କ'ଣ ରହିଲା, ଏବେ କିଛି ଅଛି ସେ ସବୁ ଜିନିଷ, ଯେଉଁ ଗାଁର ବିକାଶ କରିବା, ସମ୍ବଳର ବିକାଶ କରିବା, ତା ପ୍ରତି କିଛି କାର୍ଯ୍ୟକ୍ରମ ଚାଲିଛି ଏବେ? ପ୍ରଥମେ ମୁଁ ଆଗ ଗାଁ କଥା ବିଷୟରେ, ଆମେ ଯେତେବେଳେ ଗୋଟେ ଜର୍ଣ୍ଣାଲିଜିମ୍ର କିଛି ଟ୍ରେନିଂ ନେଇକିରି କେମିତି ନ୍ୟୁଜ୍ ପେପରଟେ ବାହାରିବ ଏସବୁ ଜିନିଷ ଚିନ୍ତା କରୁଥିଲୁ, ସେତେବେଳେ ଯେଉଁ ବି ନ୍ୟୁଜ୍ ପେପର ଆସୁଥିଲା, ଯେଉଁ ବି ଟିଭି ଚ୍ୟାନେଲ୍ ଆସୁଥିଲା, ଆଜିକା କଥା ନାହିଁ, ସେତେବେଳେ ଯେଉଁ ପ୍ରକାର ଆସୁଥିଲା, ପ୍ରତ୍ୟେକ ଜାଗାରେ ଗୋଟେ ନେଗେଟିଭ୍ ନ୍ୟୁଜ୍ ଲୋକମାନଙ୍କୁ ଦିଆଯାଉଥିଲା। ଲୋକମାନଙ୍କ ପାଖରେ ଆମେ ସେତେବେଳେ ଚିନ୍ତା କଲୁ ବହୁତ ଅଛି, ଯେମିତିକି ଗାଁରେ ବର୍ତ୍ତମାନ ରାସ୍ତା ନାହିଁ, ଗାଁକୁ ଲୋକ ଯାଇପାରୁନାହାନ୍ତି, ଗାଁ ଲୋକ ମିଶିକି ରାସ୍ତା କରୁଛନ୍ତି, ସେଇଟା କେଉଁ ଚ୍ୟାନେଲ୍ ଦେଖାଉନଥିଲେ କି କେଉଁ ପେପର, ସେତେବେଳେ ତ ବେଶୀ ଚ୍ୟାନେଲ୍ ନଥିଲା, ପେପର ଥିଲା। ତେଣୁ ଆମେ ସେତେବେଳେ ଚିନ୍ତା କଲୁ ଯେ ପଜିଟିଭ୍ ନ୍ୟୁଜ୍, ଯେଉଁ ଜିନିଷଟା କି ଲୋକମାନଙ୍କ ଭିତରେ ଗୋଟେ ତିଆରି ହେବ ଯେ ଆମେ ନିଜ ଗାଁକୁ, ଆମର ସେ କନସେପ୍ଟ ଥିଲା କ'ଣ, ଗାଁ କଥା ପଢ଼ିବା, ନିଜ ଗାଁ ନିଜେ ଗଢ଼ିବା। ଆଜି ବର୍ତ୍ତମାନ ସରକାର ମାନେ ସାଧାରଣ ଟ୍ୟାପ୍ଟେ ଯଦି ଭାଙ୍ଗି ଯାଉଛି, ଅପେକ୍ଷା କରି ବସୁଛନ୍ତି, ସରପଞ୍ଚକୁ ଗାଳି ଦେଉଛି ଗୋଟେ ଟ୍ୟାପ୍ଟେ ଲଗେଇବ, ଗୋଟେ ପପୁଲାର କ୍ୟାମ୍ପେନ୍ ଚାଲିଥିଲା, ସରକାରଙ୍କୁ ଅପେକ୍ଷା ନାହିଁ, ଲୋକ କଲେ ନିଜ କାମ। ସେଇ ପେପରରେ ଆମ ସେଇ ଟାଇପ୍ର ନ୍ୟୁଜ୍, ବହୁତ ନ୍ୟୁଜ୍ ଅଛି। ସେଇ ଜିନିଷଟା ଦେଖିବା ଦ୍ୱାରା କିଛି ଲୋକ ରାଗି ଗାଁରେ ନିଜେ ଗୋଟେ ତାଙ୍କର ଗାଁକୁ ଯିବାକୁ ରାସ୍ତା ନଥିଲା, ଗୋଟେ ବାଉଁଶର ଧଡ଼ା ତିଆରି କରିଦେଉଥିଲେ, ଗାଁକୁ ଯିବାକୁ ରାସ୍ତା ନଥିଲା, ପିଲାମାନେ ମିଶିକିରି ରାସ୍ତା ତିଆରି କରିଦେଉ, ସେଇ ନ୍ୟୁଜ୍ ଗୁଡ଼ାକ ଆମକୁ ସେଥିରେ ସରକାର ଆମକୁ ଖୋଇ ଦିଅନ୍ତୁ, ଆସିକି ଆମେ ଖାଇ ବି ପାରିବୁନି, ମାଗଣା ସବୁ ମିଳୁ, ସେ ଯେଉଁ କଥାରେ ଅଛି ଖୋଇ ବି ଦିଅନ୍ତୁ, କଥାରେ ଅଛି ଯେମିତି ଅଭ୍ୟାସରେ ପଡ଼ିଗଲେ, ଯେମିତି ଗୋଟେ ଯେଉଁ ମାନେ ଯେଉଁ ତମକୁ କିଛି ଦିନ ଯେମିତି ଆଖିରେ ପୁଟୁଳି ବାନ୍ଧିକି ଗୋଟେ ଜାଗାରେ ପକେଇଦେଲେ, 10 ବର୍ଷ କି 5 ବର୍ଷ ପରେ ତମେ ବାହାରିଲେ ତମେ ଆଉ ଇଚ୍ଛା ହେବନି କୁଆଡ଼େ ଯିବା ପାଇଁ। ବର୍ତ୍ତମାନ ସେଇ ପ୍ରକାର ଅବସ୍ଥା, ସେଇ ଯେମିତି ତମେ ଆଉ ଉଠିବନି ତ ନାଇଁ ମୁଁ, ତେଣୁ ସେଇ ପ୍ରକାର ଅବସ୍ଥାରେ ଲୋକମାନେ ପହଞ୍ଚେ। ବର୍ତ୍ତମାନ ସରକାରଙ୍କ ଅନୁଦାନକୁ ଅପେକ୍ଷା କରି ରହୁଛନ୍ତି। ଯେଉଁ ବର୍ତ୍ତମାନ ପଞ୍ଚାୟତ ତିଆରି ହେଇଥିଲା କ'ଣ ପାଇଁ,
ଲୋକମାନେ ତାଙ୍କ ପଇସାକୁ ଏକାଠି କରିବେ, ଗାଁର ଡେଭଲପମେଣ୍ଟରେ ଲଗେଇବେ। ହଁ ବର୍ତ୍ତମାନ ପାଖାପାଖି ଗୋଟେ ପଞ୍ଚାୟତରେ 1-2 କୋଟି ଟଙ୍କାର ଅନୁଦାନ ବର୍ତ୍ତମାନ ଆସି ପହଞ୍ଚିଲାଣି। ପଞ୍ଚାୟତରେ 2-3ଟି ଏମ୍ପ୍ଲୟି ରହିଲେଣି। ପଞ୍ଚାୟତରେ ତଥାପି ମଧ୍ୟ ଏବେ ବି ସୁଦ୍ଧା ମୌଳିକ ସମସ୍ୟା ଲୋକମାନଙ୍କ ପାଇଁ ଅପହଞ୍ଚ। ଏବେ ବି ସୁଦ୍ଧା କାହିଁକି ନା ଲୋକମାନେ ଅପେକ୍ଷା କଲେ ସେଇ ଜିନିଷଟା କିଏ ଦେଇଦବ ଯଦି ଟ୍ୟାପ୍ଟା ନିଜେ ଲଗେଇ ଦିଅନ୍ତେ ତାହେଲେ ଅପହଞ୍ଚ ହୁଅନ୍ତାନି। ମାନେ ନିଶା ପାଣିରେ ଗାଁରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି କିନ୍ତୁ 20 ଟଙ୍କା ଟ୍ୟାପ୍ ପାଇଁ ଅନେକ ବଇଛନ୍ତି କିଏ ଗୋଟେ କରିଦେବ ଆମର। କିଏ ଗୋଟେ କରିଦେବ, କିଏ ଗୋଟେ ଏଇ କରିଦେବ। କଥାରେ ଦର୍ଶକ ବନ୍ଧୁ ଗୋଟେ ମନେ ପଡ଼ିଲା, ଭଲ କଥା। ୟୁଥ୍ ମାନେ ଚାହିଁଲେ ବହୁତ କିଛି ପରିବର୍ତ୍ତନ ହେଇପାରିବ। ବହୁତ ଚେଷ୍ଟା ବି ଆମେ ମାନେ କରୁଥିଲୁ, ବହୁତ କିଛି ପରିବର୍ତ୍ତନ ବି ଆମେ ଦେଖିଛୁ। ଆମେ ବି ଆଜି ଚେଷ୍ଟାରେ ଅଛୁ, କିଛି ନା କିଛି କରିବା ପାଇଁ ଚେଷ୍ଟା କରୁଛୁ। ମନୋଜ ଏଜୁକେସନ୍ ଫିଲ୍ଡରେ ମନୋଜ ଗୋଟେ ନୂଆ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି, ଭିଲେଜ୍ ଏଜୁକେସନ୍ ଟୁରିଜିମ୍। ସେଇଟା ତ ଭିଲେଜ୍ ଏଜୁକେସନ୍ ଟୁରିଜିମ୍ କ'ଣ, ସେ କନସେପ୍ଟ କ'ଣ? ଟୁରିଜିମ୍ ତ ଟୁରିଜିମ୍ ସମସ୍ତେ ବର୍ତ୍ତମାନ କିଛି ମାନେ ଯେଉଁ ଟୁରିଜିମ୍ କଥା ଉପରେ କହିବାର କିଛି ନାହିଁ। ସମସ୍ତେ ଟିକେ ବର୍ତ୍ତମାନ ନିଜର ଯେଉଁ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାରିକି ନିଜେ ରିଲାକ୍ସ ହେବା ପାଇଁ ଆସୁଛନ୍ତି। ତା ଭିତରେ ବିଭିନ୍ନ ପ୍ରକାର ଟୁରିଜିମ୍ ଆସିଲାଣି, ଏଗ୍ରିକଲଚର ଟୁରିଜିମ୍ ଆସିଲାଣି, ଭିଲେଜ୍ ଟୁରିଜିମ୍ ଆସିଲାଣି। ଲୋକମାନେ ଆସୁଛନ୍ତି, ଆଉ ଯେଉଁ ସହରରେ ତାରକା ହୋଟେଲରେ ନ ରହି ଗାଁରେ କିଛି ସମୟ କଟିକି ଯାଉଛନ୍ତି। ମୋ କହିବା କଥା, ଟୁରିଜିମ୍ ତ ରହିବ, ତା ସାଙ୍ଗରେ କିଛି ଏଜୁକେସନ୍ ବି ମିଳିବ। ଯେଉଁ କଥାଟା ଆମେ ବିଗିନିଂରୁ କଥା କରୁଛୁ, ଛୋଟ ପିଲାମାନଙ୍କୁ ଶିଖଉଛୁ। ମୁଁ ଫାଷ୍ଟରୁ କ'ଣ କହିଲି, ଯଦି ଆମେ ମଣିଷଟେ ହେବା ତାହେଲେ ମଣିଷଟେ ତିଆରି କରିବା। ଆମେ ମଣିଷ କେତେବେଳେ ହେବା, ଆମେ ଯଦି ନିଜେ କ'ଣ କରିବା, ବସିବା, ମିଛ କହିବା, ଆଉ ଆଶା କରିବା ମୋ ପୁଅଟା ସତ କହୁ। ନିଜେ ବର୍ତ୍ତମାନ ସିଗାରେଟ୍ ଖାଇବା, ମଦ ଖାଇବା, ମୋବାଇଲ୍ ଦେଖିବା, ଆଶା ରଖିବା ଯେ ପିଲାଟା ମୋର ମୋବାଇଲ୍ ଦେଖିବାରୁ ଦୂରେଇ ଯାଉ। ସିଏ ମୋ ପିଲାଟା ମୋବାଇଲ୍ ଦେଖିକି ଖରାପ ହେଇଗଲା, ମୋ ପିଲାଟା ଅମୁକ କରିଦେଲା। ଆମେ କିନ୍ତୁ ଯାବତୀୟ ଖରାପ କାମରେ ଲିପ୍ତ ରହିବା। ତେଣୁ ମୋର ଟାର୍ଗେଟ୍ ହେଉଛି କ'ଣ, ସେଇ ଜାଗାରେ ଆଗ ପ୍ରଥମେ ଯେଉଁମାନେ କି ଆମେ ବର୍ତ୍ତମାନ କ'ଣ, ଏଇ ଆମର ପିଲାମାନେ ଦେଶର ଭବିଷ୍ୟତ। ଯେଉଁ ଦେଶର ପିଲାମାନେ ଟାର୍ଗେଟ୍ ଦେଇକରି ଭବିଷ୍ୟତଟା ପ୍ରପରଲି ତିଆରି ହେଇଯାଇଛି, ତାଙ୍କ ପାଇଁ ଆଉ କିଛି କରିବା ଦରକାର ପଡ଼ୁନି। ତେଣୁ ପ୍ରଥମ କଥା ହେଉଛି, ପ୍ରଥମେ ଆମ ପ୍ୟାରେଣ୍ଟସ୍ ଯେଉଁମାନେ କି ଏଇ ଯେଉଁ ଯୁବବର୍ଗର ଦାୟିତ୍ୱ ନେଇଛନ୍ତି, ଯେଉଁମାନଙ୍କ ପିଲାମାନେ 9th ପଢ଼ୁଛନ୍ତି, 10th ପଢ଼ୁଛନ୍ତି, 6, 7 ପଢ଼ୁଛନ୍ତି, ସେ ବାପା ମାଆ ମାନଙ୍କୁ ଆମେ କିଛି ଆୱାର କରେଇବୁ, କି ସଚେତନ କରେଇବୁ ଯେ ଆଗ ତମେ ମଣିଷ ହୁଅ, ତାପରେ ତମ ପିଲା ଅଟୋମେଟିକାଲି ହେଇଯିବେ। ତମେ ଯଦି ନିଜେ ସଂସ୍କାରୀ, ତମ ଘରେ ମିଛ ନାହିଁ, ତମେ ଏଠୁ ଘରୁ ବାହାରୁଛ, ଫୋନ୍ କରିବ ମୁଁ 2 ମିନିଟ୍ରେ ପହଞ୍ଚୁଛି, ପିଲାଟା ତମଠୁ ସେଇ ଜିନିଷଟା ଦେଖିଲା, ଇମ୍ପାକ୍ଟ ପଡ଼ୁଛି। ଆଉ ଆମେ ଯଦି ମିଛ କହୁଛେ, ଆମ ପିଲା ବି ସେୟା ହେବେ। ଆଉ ଦର୍ଶକ ବନ୍ଧୁ, ଭିଲେଜ୍ ଏଜୁକେସନ୍ ଟୁରିଜିମ୍ର ଆଉ ଗୋଟେ ଲକ୍ଷ୍ୟ ହେଲା, ସହରରେ ପଢ଼ୁଥିବା ପିଲାମାନେ ଟିକେ ଗାଁକୁ ଆସନ୍ତୁ, ଗାଁ ସ୍କୁଲ୍ ବୁଲନ୍ତୁ, ଗାଁରେ ଖାଆନ୍ତୁ, ଗାଁ ବୁଲନ୍ତୁ, କେଉଁ ଗାଁରେ କ'ଣ ହେଉଛି। ମନୋଜ ବି କିଛି ଗାଁ ସାଙ୍ଗରେ ଟାଇଅପ୍ କରିଛନ୍ତି। ପିଲାମାନେ ଆସିଲେ ସ୍କୁଲରେ ରହିପାରିବେ, ଗାଁରେ ରହିପାରିବେ ଏବଂ ଖାଇବା ପିଇବା ବ୍ୟବସ୍ଥା ହେବ ଏବଂ ଗାଁ ଦେଖିବେ, ଚାଷ କେମିତି ହୁଏ, ମାଟିରେ କେମିତି କାମ ହୁଏ, କ'ଣ ସବୁ ଗାଁରେ ସ୍କୋପ୍ ଅଛି, ସହର ପିଲା ଜାଣୁନାହାନ୍ତି, ମୋବାଇଲରୁ ତାଙ୍କ ମୁହଁ କରୁଛନ୍ତି। ତେଣୁ ଗୋଟେ ବହୁତ ବଡ଼ ଚେଷ୍ଟା ଭିଲେଜ୍ ଏଜୁକେସନ୍ ଟୁରିଜିମ୍, ଏବଂ ଏଇଟା ବହୁତ ଶୀଘ୍ର ଆରମ୍ଭ ହେବ। ଏଇ ଅକ୍ଟୋବର ନଭେମ୍ବର ବେଳକୁ କ୍ୟାମ୍ପେନ୍ ଆରମ୍ଭ ହୋଇଯିବ, ସମସ୍ତେ ଆସିବେ। ତା ଭିତରେ ବି ସ୍କୁଲରେ ସେ ଥିଏଟର୍ କରିଛନ୍ତି, ପିଲାମାନେ ବହୁତ ଡେଭଲପମେଣ୍ଟାଲ୍ ଫିଲ୍ମ ଦେଖିପାରିବେ। ଯେଉଁମାନେ ନିଜେ କରିବା ପାଇଁ ଚାହୁଁଛନ୍ତି ଫିଲ୍ମ, ସେମାନେ ଆମ ପିଲା କ'ଣ କରିପାରିବେ, ଆମେ କରିକି ଦେଖେଇଦେବା। ସହର ଏବଂ ଗାଁ ଭିତରେ ବିଶେଷ କିଛି ଡିଫରେନ୍ସ ନାହିଁ, କିନ୍ତୁ ଗାଁକୁ ଆମେ ଭୁଲି ଯାଉଛେ। ଗାଁରେ ବହୁତ କିଛି କରିବା ପାଇଁ ଚେଷ୍ଟା ଚାଲିଛି। ୟୁଥ୍ ମାନେ ଚାହିଁଲେ ବହୁତ କିଛି ହେଇପାରିବ। ମନୋଜ ତ ବହୁତ କିଛି କରିଛନ୍ତି, ମୁଁ ବି ଛୋଟ ଛୋଟ ଚେଷ୍ଟା ଚଲେଇଛି। ତ ଦର୍ଶକ ବନ୍ଧୁ, ଆମର ଏଇଟା ପ୍ରଫେସନାଲ୍ ପଡ଼କାଷ୍ଟ ନୁହେଁ, ବିଲ ଭିତରେ ବସି କରୁଛୁ। ତେଣୁ ଆଙ୍ଗେଲ୍ ଫାଙ୍ଗେଲ୍ କ୍ୟାମେରା ଖାଉଛୁ, ତେଣୁ ଆପଣମାନଙ୍କୁ ଭଲ ଲାଗିପାରେ, ନ ଲାଗିପାରେ। ତେଣୁ ଚେଷ୍ଟା କରୁଛୁ, ଆସନ୍ତୁ, ନ୍ୟାଚୁରାଲ ଚାଷ ଦେଖନ୍ତୁ। ମାନେ ଏମିତି ନୁହେଁ ଯେ ଆମେ କିଛି ତିଆରି କରିଦେବୁ ଆର୍ଟିଫିସିଆଲ, ଦେଖନ୍ତୁ ଏମିତି ଚାଷ ତିଆରି ହେଉଛି। ଆମେ ସେମିତି କିଛି ଗାଁ ଆଉ ଗୋଟେ କଥା, ଯେଉଁ 2 ଦିନ ହେଲା ବାହାରିଛି, ଯେଉଁ କ'ଣ ଅସରପା ପାର୍ଟି ସବୁ 6 ତାରିଖରେ ପହଞ୍ଚିବେ, କ'ଣ ଭାରତଟାକୁ ନେପାଳ କରିଦେବେ। ଏଇ କ'ଣ ମାନେ ୟୁଥ୍ ମାନଙ୍କର ଗତି କୁଆଡ଼େ ବର୍ତ୍ତମାନ? ଆମେ ତ ଏତେ ଦିନ ଖଟିଛୁ, ଆମେ ତ ଅନେଇନୁ କେଉଁଠି ସରକାର ଆମକୁ ଦିଅନ୍ତୁ, ଆମେ ତ ଅନେଇନୁ କେଉଁଠି ସରକାରୀ ଚାକିରି ଖାଲି ଆମକୁ ମିଳିଯାଉ। ଚାକିରି ଅଛି କେଉଁଠି, ସରକାର ଦେବେ କେଉଁଠୁ? ଏଇ କ'ଣ ୟୁଥ୍ ମାନଙ୍କୁ ଏଇ ଯେଉଁ ଆୱାରନେସ୍ ଚାଲିଛି, ଆମେ ଯେତେ ଗ୍ରାମ ସ୍ୱରାଜ କଥା ବୁଝେଇଲେ ଲୋକମାନେ ବୁଝିଲେନି, ବୁଝେଇ ଆମେ ଥକିଲେ। ତଥାପି ଆମ ଚେଷ୍ଟା ଜାରି ରଖିଛି, ଆମେ ବି କ୍ୟାମ୍ପେନ୍ କରୁଛୁ, ଗାଁରେ ବି ବଞ୍ଚି ହେବ। ତୁମର ଭିଲେଜ୍ ଏଜୁକେସନ୍ ଚଲେଇଛ, ୟୁଥ୍ ମାନଙ୍କର ଗତି କୁଆଡ଼େ? ବର୍ତ୍ତମାନ ଯେଉଁ ୟୁଥ୍ ମାନଙ୍କ ଉପରେ କଥାରେ ଅଛି, ଯେମିତି କ'ଣ କି ପ୍ରଥମରୁ ଆମେ ତିଆରି କରିନେ ଏଇଲେ ବସିକିରି ମୁଣ୍ଡ ବାଡ଼ଉଛି। ଯେମିତିକି ମୁଁ ଯେତେବେଳେ ପାଠ ପଢ଼ୁଥିଲି, ମୋ ଭିତରେ କେବେ ବି ନଥିଲା ଯେ ମୁଁ କେମିତି ପାଠ ପଢ଼ିଯାଇ ଗୋଟେ ଚାକିରି ଗୋଟେ ପାଇଛି। ମୋ ଭିତରେ ଏତିକି ଜିନିଷ ତିଆରି ହେଇଥିଲା, ମୁଁ ପାଠ ପଢ଼ୁଛି, ଆଉ ଏଇ ପାଠକୁ ନେଇ କିଛି ନା କିଛି ଗୋଟେ କରିଦେବି। ଆଜିକା ଦିନରେ ବି ମୁଁ ଯଦି ବି 5 ପ୍ରକାର ଜିନିଷ କରିଛି, ପ୍ରତ୍ୟେକ ଭିତରେ ମୋର ସେ କନଫିଡେନ୍ସ ଅଛି। କେବେ ବି ମୋର ଲାଗିନି ଯେ କାଲି ଯଦି ଏଇଟା ନ ହେବ ମୁଁ କ'ଣଟେ କରିଦେବି। ମୋ ଭିତରେ ସେ କନଫିଡେନ୍ସଟା ଅଛି ଯେ ମୋ ଲାଇଫ୍ରେ କିଛି ନା କିଛି କରିଦେବି।
ଆଉ ସେଇଟା ବି ମୋତେ କେବେ ନାହିଁ ଖରାପ ମାନେ କେତେ ମଝିରେ କିଛି ଲୋକଙ୍କୁ ଖରାପ ଲାଗେ ଆମେ ପାଠ ପଢ଼ିଛୁ ଆମେ କାହିଁକି ଚାଷ କରିବୁ, ଆମେ ପାଠ ପଢ଼ିଛୁ ଆମେ କାହିଁକି ବରା ପକୁଡ଼ି ଦୋକାନ କରିବୁ, ଆମେ ଗ୍ରାଜୁଏସନ୍ କିଛି ମୋ କହିବା କଥା କ'ଣ ମୁଁ ପାଠ ପଢ଼ିଛି ସରକାରୀ ଚାକିରି ତାକୁ ଦରକାର। ଯିଏ ପାଠ ପଢ଼ିଦେଲା ସିଏ ତାର ମାନେ ସେ ଲୋକମାନେ ପ୍ରଥମ କଥା ହେଉଛି ସରକାର କ'ଣ ଏଇ ଜିନିଷଟା ଆଜି ପର୍ଯ୍ୟନ୍ତ ସ୍ୱାଧୀନତାର 80 ବର୍ଷ ପରେ ସରକାର କ'ଣ ବୋଲି ଲୋକଙ୍କୁ ଆଜି ପର୍ଯ୍ୟନ୍ତ କେହି ବୁଝେଇ ପାରିଲେ ନାହିଁ। ଯଦି ଯୋଉଦିନ ଲୋକ ବୁଝିବେ ସରକାର ହେଉଛି ଆମେ, ଯଦି କାଲି ସକାଳେ କାହାକୁ ଆଙ୍ଗୁଳି ଉଠେଇବା ତ ଆମକୁ ଉଠେଇବା, ଯଦି କେବେ କାହାକୁ କହିବାକୁ ଚାହିଁବା ତ ଆମକୁ କହିବା, ତ ଆମେ ବର୍ତ୍ତମାନ ନା ତ ବର୍ତ୍ତମାନ କିଏ ଆମକୁ ଅସରପା କହିବାକୁ କାହିଁ ଯିବ, ଆମକୁ ଭିତରେ ଆମ ଭିତରେ ସେ ଅସରପା ଶୁଣିକି ଆମ ଦେହ ତାତିଯିବ, ଆମକୁ ଗୋଟେ ଅସରପା କହିଦେଲା, ସିଏ ତ ଆମକୁ ଅସରପା କହିଲା, ଆମେ ତାକୁ ବର୍ତ୍ତମାନ କହିଲୁ ଆମେ ଅସରପାଙ୍କ ଦଳ, ସିଏ ଆମକୁ ଅସରପା କହିଦେଲେ, ଆମ ଭିତରେ କାହିଁକି ତା ଭିତରେ ଏତେ ଆସିଗଲା ଯେ ଆମକୁ ଖରାପ ଲାଗିଗଲା। ଟୋଟାଲ ଜଣା ପଡୁଛି ସେ ଏ ସବୁ ପ୍ରି ପ୍ଲାନ୍ ଇଭେଣ୍ଟ, ଆଉ ଯୋଉମାନେ ସବୁ ମୁଣ୍ଡି ମୁଣ୍ଡି ନେତା ସିଏ ତ ଖସିଯିବେ, ଯେ ନିରୀହ ପିଲା ଆନ୍ଦୋଳନ କରି ଭାବିଛନ୍ତି ଆମ ଏଇଠି ସରକାରଙ୍କଠୁ କ'ଣ କରିବୁ ଆମ କ୍ୟାରିୟର ତା ଆସି ଫସିଲେ ସବୁ। କାଲି ସକାଳେ ବର୍ତ୍ତମାନ ସିଏ ଯିଏ ଆନ୍ଦୋଳନ କରୁଛନ୍ତି ଆଗକୁ କିଏ ଗୋଟେ ତା ଭିତରେ କହୁଛି ଭାରତକୁ ନେପାଳ କରୁଛୁ, ଭାବ ସାହସ କେତେ ଆଙ୍କର ଭାରତକୁ ଆମେ ଭାରତ ତ ଭାରତକୁ କ'ଣ ନେପାଳ କ'ଣ ଭାରତଠୁ ଉପରେ ନା ଭାରତଠୁ ଆଗରେ ନା କ'ଣ ନା ନେପାଳ ଗୋଟେ ନେପାଳ ବର୍ତ୍ତମାନ ଯଦି କ'ଣ ଗୋଟେ ଷ୍ଟାର୍ଟ କରିଛି ତାର ସକ୍ସେସଟା ଦେଖ ଆସିକିରି, ଆଉ ନେପାଳ ଏଇଟା ହେଇଯିବ ସେଇଟା ହେଇଯିବ। ପ୍ରଥମେ ଆଗ ଲୋକମାନଙ୍କୁ ପିଲାମାନଙ୍କୁ ବୁଝା ଯେ ବାବୁରେ ସରକାର ହେଉଛ ତମେ, ସେଇ ଯେଉଁ ସ୍କୁଲ ପଢ଼ିବା ଦିନଠୁ ଆମେ ସେଇ ଜିନିଷ ସେଇଥିପାଇଁ ଆମେ ଆରମ୍ଭ କରୁଛୁ କ'ଣ ଗାଁ କେମିତି ତିଆରି ହେଇଥିଲା, ଗାଁର 5 ଜଣ ବସି ଗାଁ ବିଷୟରେ ନିଷ୍ପତ୍ତି ନେଇଯାଉଥିଲେ, ଗାଁର କଳିକଜିଆ ବାହାରକୁ ଯାଉନଥିଲା, ଗାଁ ଭିତରେ ସଲ୍ୟୁସନ୍ ହେଇଯାଉଥିଲା, ଗାଁରେ ବିଭିନ୍ନ ପ୍ରକାର ଦଳ ପଶିଲେ ବର୍ତ୍ତମାନ ଗାଁରେ 10 ଭାଗ, ତେଣୁ ପିଲାମାନଙ୍କ ମୁଣ୍ଡରେ ପଶିଯାଉଛି ଯେ ନାଇଁ ମାନେ ନେଗେଟିଭ କ୍ୟାମ୍ପେନ୍ ଧଡ଼ିକିନା ପଶିଯାଉଛି। ଆମେ ଏତେ କହିଲେ ଗୋଟେ ଗାଁ ଗୋଟେ ପଞ୍ଚାୟତ କରାଯାଉ, ଗାଁ ସମ୍ବଳର ବିକାଶ କରାଯାଉ, ଗାଁରେ ଯେତିକି ପଇସା ନିଶା ପାଣିରେ ଖର୍ଚ୍ଚ ହେଉଛି ତାକୁ ମ୍ୟାନେଜ୍ କରିଦେଲେ ଗାଁର ବିକାଶ ହେଇପାରିବ, ସେତେବେଳେ କେହି ବାହାରିଲେନି ଆମ ସାଙ୍ଗରେ। ସେତେବେଳେ କହିଲେ ଇଏ ସବୁ ଆଡ଼ୁ ସାଡ଼ୁ ଗପୁଛନ୍ତି। ଏବେ କିଏ ଗୋଟେ କହିଲା ଆମେରିକାରେ ବସିକି ଇଏ ଆମେରିକାରେ ବସିକିରି ଇନଷ୍ଟାଗ୍ରାମରେ ଗୋଟେ ପକେଇଦେଲା ବର୍ତ୍ତମାନ ଇଏ ହେଇଯାଉଛି। ବର୍ତ୍ତମାନ ବର୍ତ୍ତମାନ ଆମେ ହେଲେ ବର୍ତ୍ତମାନ ଆମ ଶିକ୍ଷାମନ୍ତ୍ରୀ ଇସ୍ତଫା ବି ଦେଇଦେବେ, ଶିକ୍ଷାମନ୍ତ୍ରୀ ଇସ୍ତଫା ଯଦି ତାଙ୍କର ନୈତିକତା ଦୃଷ୍ଟିରୁ ସେ ଇସ୍ତଫା, ମୋ କହିବା କଥା ପରିବର୍ତ୍ତନଟା କୋଉଠୁ ଆସିବ? କିରେ ଚୋର ତ ଆମେ ତିଆରି କରୁଛେ, ଆମରି ଲୋକ ତ ବିକି ଦେଉଛନ୍ତି ପେପର, ସିଏ କିଏ ନା କିଏ ଗୋଟେ ତ ଇଏ ଲୋଭରେ ଆମେ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ୁଛୁ, ସେମାନେ ପାଠଟାକୁ ବ୍ୟବସାୟ କରୁଛନ୍ତି, ସେଇ ଅନୁସାରେ ଯୋଜନା କରୁଛନ୍ତି କେଉଁଠି ପେପରଟେ କିଣି ଆଣିକି ପିଲାଙ୍କୁ ଦେଇଦେବା। ଆମେ ଯଦି ପେପର ନ ନେବା, ଯଦି ମୋ ଭିତରେ ପାଠ ରହିବ ଯେ ଯେମିତି ମୁଁ ସ୍କୁଲରେ ପଢ଼ିଲା ବେଳେ ଆମକୁ ଯଦି ବହି ଖୋଲିକି ଦିଆଯାଉଥିଲା, ମୁଁ ନିଜେ ବହି ଖୋଲି ଦିଆଯାଉଥିଲା ଆମ ଗୋଡ଼ ଥରୁଥିଲା, ଆମେ ତାକୁ ପକେଇକି ଲେଖିପାରୁନଥିଲୁ, ଯଦି ଆମକୁ ଆଣିକି କିଏ ଗୋଟେ ଝରକା ବେଟିଆ ଦେଇ ଦେଉଥିଲା ତ ଆମେ ଲେଖୁ, ତାହେଲେ ଆମ ଭିତରେ ଥିଲା ଯେ ଆମେ କପି କରିବୁ। ଆମେ ଯେତେବେଳେ କଲେଜରେ ପଢ଼ୁଥିଲୁ ଆମେ ସେତେବେଳେ ଆମ ଭିତରେ ଥିଲା ପଛେ ମିନିମମ୍ରେ ପାସ୍ କରିଯିବୁ କିନ୍ତୁ କପି କରି ଫାର୍ଷ୍ଟ କ୍ଲାସ୍ ପାଇବୁନି। ଏବେ କ'ଣ କମ୍ପିଟିସନ୍ 96, 98, 97, 98, ଆମ ଭିତରେ ତ କିଏ ନା କିଏ ଗୋଟେ କରିଦେବ ସିଷ୍ଟମକୁ ବଦଳେଇବ। ଗୋଟେ କଥା ବୁଝୁନି, ପାଠ ପଢ଼ିଲା ମାନେ ଚାକିରି ଦରକାର, ପାଠ ପଢ଼ିକି ଆଉ କିଛି କରିହେବନି, ପାଠ ପଢ଼ିକି ଆଉ କିଛି କରିହେବନି। ତ ଆମେ ବର୍ତ୍ତମାନ ଏଇଠି ଆରାମରେ ବସିଲୁ, ଏଇଠି ଗଛରୁ ତୋଳିଲୁ କଲୁ, ଆମେ ସେଇଠି ବର୍ତ୍ତମାନ ବସୁଛୁ କରୁଛୁ। ଆରେ ଆମେ ଦେଖ ମୋ ଫାର୍ମ କଥା କହୁଛି, ମୋର 3 ଜଣ ଲୋକ ଏଇଠି ଦରମା ପାଉଛନ୍ତି, 3 ଜଣ ଲୋକ ବଞ୍ଚୁଛନ୍ତି ଆ ଦେହରୁ। ତମ ଇନଷ୍ଟିଚ୍ୟୁଟରେ ତ ଆହୁରି ବହୁତ ଲୋକ ବଞ୍ଚୁଛନ୍ତି। ଗାଁରେ କରାହେଇଛି ଗୋଟେ ଗାଁରେ ଗୋଟେ ସ୍କୁଲଟେ କରାହେଇଛି, ଯେମିତି ଗୋଟେ ଗାଁ ସମସ୍ତେ କିରେ ଗାଁରେ କାହିଁ ଇଂଲିଶ ମିଡ଼ିୟମ ସ୍କୁଲ କମ୍ ଲୋକ ମତେ ବିରୋଧ, ଗାଁରେ କାହିଁ କରାହବ? ଗାଁ ପିଲା କ'ଣ ପଢ଼ିବେନି? ଗାଁ ପିଲାଙ୍କୁ ମୁଁ ପଢିଛି ମାନେ ମୁଁ ଯାଇକିରି ଗୋଟେ କୋଉଠି ଗୋଟେ କାହା ପାଖରେ ମୁଁ ଗାଁରେ ମୋ ଗାଁରେ ଛାଡ଼ିକି ଖାଲି ପଢ଼େଇବେ ବୋଲି ମୁଁ ମୋ ଗାଁରେ ଯେମିତି ଚଳୁଛି, ମୋ ଗାଁରେ ଯେମିତି ବଞ୍ଚୁଛି, ବର୍ତ୍ତମାନ ଆମ ଗାଁରେ ଆଜି ପର୍ଯ୍ୟନ୍ତ ବୋଧେ ବାହାରେ ସବୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମୋ ନିଜ ଭାଇ ମଧ୍ୟ ବାହାରେ ମୁଁ ଜାଣୁଛି ବହୁତ ପଇସା ରୋଜଗାର କରୁଛନ୍ତି, ମୋ ଭଳିଆ ତ ବଞ୍ଚି ପାରୁନାହାନ୍ତି। ମୁଁ ତ ଗାଁରେ ରହିଲି, ଗାଁରେ ବଞ୍ଚିଲି, ତା ବାଦେ ବର୍ତ୍ତମାନ ମୁଁ ଏତିକି ସହକାରେ କହିପାରୁଛି ବୋଧେ ଆମ ଗାଁରୁ ଭଲ ଭଲ ଲୋକ ଆମ ପାଖାପାଖି ଅଞ୍ଚଳରୁ ଆଉ 10 ବର୍ଷ ଭିତରେ ଭଲ ଭଲ ପିଲା ବାହାରିବେ। ଆଉ ତାଙ୍କ ଭିତରେ ଖାଲି ସେମାନେ ଡାକ୍ତର ହେଇଯିବେନି, ଇଞ୍ଜିନିୟର ହେବେନି, ଡାକ୍ତର ଇଞ୍ଜିନିୟର ତ ହେବେ, କିନ୍ତୁ ଡାକ୍ତର ଇଞ୍ଜିନିୟର ଗୋଟେ ନାଁ ରଖିଲା ଭଳିଆ ଡାକ୍ତର ଇଞ୍ଜିନିୟର ହେବେ, ଏଇ କନଫିଡେନ୍ସ ବି ଅଛି। ଯାହା ଦର୍ଶକ ବନ୍ଧୁ, ଆମେ ବଗିଚା ଭିତରେ ପଡ଼କାଷ୍ଟ କ୍ଷମା କରିବେ, ଆମର ସେଟଅପ୍ କିଛି ନାହିଁ, ମୋବାଇଲରେ ସୁଟିଂ, ଘାସ ଉପରେ ବସିଛୁ, ଆଉ ଚେୟାର ପକେଇବାକୁ ନାହିଁ, ତେଣୁ ଆଉ ବର୍ତ୍ତମାନ ଆଜିର ବର୍ତ୍ତମାନ ଲାଗି ପଡ଼ିକି ଏତକ ତୋଳିଛୁ, ବର୍ତ୍ତମାନ ବ୍ୟାଗରେ ପୁରେଇ ନେବି, ତେଣୁ ରାସ୍ତାରେ କିଏ ଯଦି ପଡ଼ିଲା ତାକୁ ଦିପଦ କହିବି, ଗୋଟେ ଦିଟା ଦେବି। ଆପଣମାନଙ୍କ ଭଲ ପାଇବା ଦରକାର। ଆମେ ଗୋଟିଏ ଅଭିଯାନରେ ଅଛୁ, ଗାଁରେ ବି ବଞ୍ଚି ହେବ, ଗାଁ ଛାଡ଼ିକି ବାହାର ଯାଅ ନାହିଁ, ଗାଁରେ ବି ଏଜୁକେସନ୍ ଡେଭଲପ୍ କଲା। ପାଠ ପଢ଼ିକି କିଛି ବି କରିହେବ, ପାଠ ପଢ଼ିକି ଚାକିରି ପଛରେ, ଆଉ ଚାକିରି ସରକାରୀ ଚାକିରି କେତେବେଳେ ତମମାନଙ୍କ ଅବସ୍ଥା ଯାହା ସରକାର ଦରମା ଏଠି ବର୍ତ୍ତମାନ କେତେଟା ରାଜ୍ୟରେ ସରକାର ଦରମା ଦେଇପାରିବେନି, ତେଣୁ ବେଳେବେଳେ ସେମିତି ନୁହେଁ ଯେ ମାନେ ପୁରା ସରକାରୀ ଚାକିରି ଯୋଉ ଜାଗା ମିଳୁଛି ସେ ଜାଗାକୁ ଆସ,
ଯଦି ତମେ ଚିନ୍ତା କରୁଛ ସେଇ ଜାଗାରେ କ'ଣ ଡେଭଲପମେଣ୍ଟ କରିପାରିବ, ଗୋଟେ ପାନ ଦୋକାନକୁ ମଧ୍ୟ ସୁନ୍ଦର ଭାବରେ ସଜେଇ ହେବ। ଏଇ ଓଡ଼ିଶାରେ ବି ଗୋଟେ ପାନ ଦୋକାନ ଅଛି ଯୋଉଠି ପାନ ଖଣ୍ଡକୁ 5,000 ଟଙ୍କାରେ ବିକ୍ରି ହେଉଛି, ସିଏ ସେଇଭଳିଆ ଲୋକ ଲାଇନ୍ ଲଗାଉଛନ୍ତି। ତେଣୁ ତମ ଭିତରେ ଚା ଦୋକାନରେ ବର୍ତ୍ତମାନ ଯାହା ବେପାର ଚା ମାନେ ବିକାଳେ ଯେତିକି ରୋଜଗାର କରୁଛି ଗୋଟେ ସରକାରୀ ଚାକିରିଆ ପାଇବନି। ମାନେ ପୁରୀରେ କେତେଟା ଜାଗାରେ ଇନକମ୍ ଟ୍ୟାକ୍ସ ସେମାନେ ଦଉଛନ୍ତି, ମାନେ ଆଜି ନୁହେଁ 15 ବର୍ଷ 20 ବର୍ଷ ତଳୁ ସେମାନେ ଇନକମ୍ ଟ୍ୟାକ୍ସ ଲଜ୍ଜା ଦଉଛନ୍ତି। ଲାଗୁଛି ଆମେ ଚା ବିକୁ ମତେ ବି ଲୋକ କହିଲେ ତମେ ଗୋଟେ ଆର୍ଟିଷ୍ଟ। ସେଇ ଚା ଦୋକାନରେ ଯାଇ ୱେଟର ରହିଯିବୁ, ସେଇ ଚା ଦୋକାନରେ ସେ ଚା ବାଲା କି କରିଦେଇଛି ଭୁବନେଶ୍ୱରରେ ସବୁ ଚା ବାଲା ଡିଜାଇନ କରିଦେଇଛି ସେଇ ଚା। ଆଉ କ'ଣ ସେଠି ଗୋଟେ ଚା ଟା ଗୋଟେ କୁଆଡୁ ଗଛରୁ ତୋଳା ହଉଛି, ସେଇ ପାଣି ପଡୁଛି କ୍ଷୀର ପଡୁଛି ସେଇଠି ଚା ତିଆରି ହଉଛି। କିନ୍ତୁ ସେଠି ଆମେ ଯୋଉ ୱେଟର କାମ କରିବୁ ମାସ 10,000 କରିବୁ, ଛକ ଉପରେ ଚା ଦୋକାନଟେ କରିଦେଲେ ଆମର ଇଏ ଭାସି ଯାଉଛି। ମତେ ବି ବହୁତ ଲୋକ କହନ୍ତି କ'ଣ ଗୋଟେ ପନିପରିବା କରିବି କିଛି, ମୁଁ ଅସୁବିଧା କ'ଣ ହେଲା? ଫିଲ୍ମ ବେଳେ ଫିଲ୍ମ କରୁଛି, ଫାର୍ମିଂ ବେଳେ ଫାର୍ମିଂ କରୁଛି, ଅସୁବିଧା କ'ଣ? ଟାଇମ୍ ତ ନଷ୍ଟ କରୁନି ନା। କେବେ ମୋ ମୁଣ୍ଡରେ ମାନେ ମୁଁ ସେ କହିବୁ କେବେ ବି ମୁଁ ପାଠ ପଢିଲା ବେଳେ ମୁଁ କେବେ ମୁଣ୍ଡରେ ନଥିଲା ଯେ ମୁଁ 10th ପାସ୍ କରିଗଲି ଚାକିରିଟା କରିବି, କ'ଣ ଗୋଟେ କରିଦେବି। ଏବେ ବି ସୁଦ୍ଧା ମୁଁ ଯୋଉ 50ଟା ଜିନିଷ କରିଛି, ଯେତିକି ଜିନିଷ ଅଛି ମୋ ଭିତରେ କେବେ ବି ଭୟ ନାହିଁ। ଯଦି ଏଇଟାରେ ଗୋଟେ କିଛି ମନେକର ଏ ଯୋଉ କନସେପ୍ଟ ନିଆ ଯଦି ନ ଚାଲିବ ଆଉ ଗୋଟେ କ'ଣଟେ କରିଦେବି। ଏଇଟା ଯଦି ନ ଚାଲିଲା, ଧର ଆମେ ଭିଲେଜରେ ବର୍ତ୍ତମାନ ଫିଲ୍ମ ହଲ୍ କରିବୁ ବୋଲି ପ୍ଲାନ୍ କରୁଛୁ, ଚାଇଲ୍ଡ ଫିଲ୍ମ ହଲ୍ କରିବୁ ବୋଲି ପ୍ଲାନ୍ କରୁଛୁ, ଭଲ ଫିଲ୍ମ ହଲ୍ ଯେମିତିକି ଆମେ ବର୍ତ୍ତମାନ କ'ଣ ସେଠି ଖରାପ ସିନେମା ପଡ଼ିବନି, ଭଲ ସିନେମା ଚାଲିବନି। ହୁଏତ ଆଜିକାଲି ବହୁତ ତ ଖରାପକୁ ଯାଉଛି, ନ ଚାଲିଲେ ପୁଣି ଆଉ ଗୋଟେ କ'ଣ କରାହବ। କିନ୍ତୁ ଆମେ ଭାବିଛୁ ଗୋଟେ ଭଲ ସିନେମା, ଯେମିତି ଭଲ ନ୍ୟୁଜ୍ ପେପର କାଢ଼ୁଥିଲୁ, ଭଲ ଇଏ କରୁଥିଲୁ। ତେଣୁ ଆମ ୟୁଟ୍ୟୁବରେ ଭ୍ୟୁ ଯାଉନି, ଆମେ ୟୁଟ୍ୟୁବରେ ଭିଡ଼ିଓ ପକେଇଲେ ଭ୍ୟୁ ଯାଉ, ଫିର୍ ବି ଆମେ କ'ଣ ଖରାପ ଭିଡ଼ିଓକୁ ପକେଇବାକୁ କେବେ ଚେଷ୍ଟା କରୁଛୁ। ଆମେ କାମ ହେଉଛି କେତେବେଳେ ଚାଲିବ ଚାଲିବ ନ ଚାଲିବ। ଟାଇମ୍ ବହୁତ ଲମ୍ବା ହେଇଗଲା, ମନୋଜ କାହାର ଧୈର୍ଯ୍ୟ ନାହିଁ ଦେଖିବା ପାଇଁ। ଦର୍ଶକ ବନ୍ଧୁ ରହିଲୁ, ନମସ୍କାର, ଜୟ ଜଗନ୍ନାଥ। ଚେଷ୍ଟା ଜାରି ରହିଛି, ଆମେ କେତେ ସଫଳ କେତେ ବିଫଳ ଆମେ ତାକୁ ଆନାଲିସିସ୍ କରିନୁ, କିନ୍ତୁ ଗୋଟିଏ ଜିନିଷ ଆମେ ରଖିଛୁ, ଜଗଦୀଶ ସାରଙ୍କଠୁ ଆମେ ଶିଖିଛୁ, ଗାଁ ସମ୍ବଳର ବିକାଶ ହେଲେ ହିଁ ଗାଁ ବିକାଶ ହେଇପାରିବ। ଆମେ ଚେଷ୍ଟା ଜାରି ରଖିଛୁ, ଜାରି ରହିବ। ରହିଲୁ, ଜୟ ଜଗନ୍ନାଥ।